ଆମେ ଦୁଇଟି ସରଳ ଉପାୟରେ ଶିଖିବା ସୁଦଶା ବ୍ରତ କିପରି ହାତରେ ବନ୍ଧାଯିବ, ଯାହାଦ୍ୱାରା ବ୍ରତ ଆଉ ହାତରୁ ଖସି ପାରିବ ନାହିଁ। ପ୍ରଥମ ଉପାୟ ଆସନ୍ତୁ ଶିଖିବା। ଏହି ଆରମ୍ଭରୁ 4ଟି ଗଣ୍ଠି ଲାଗ ଲାଗ ପକାନ୍ତୁ। ତାପରେ ଟିକେ ଦୂରତା ରଖି ବାକି 6ଟି ଗଣ୍ଠି ଲାଗି ଲାଗି ପକାଇବେ। ତାହେଲେ ହାତର ସାଇଜ ଅନୁସାରେ ଗଣ୍ଠିର ପୋଜିସନ ରଖିପାରିବେ। ଶେଷରେ ବ୍ରତ ଗୁଡ଼ା ସରିଲା ପରେ ବ୍ରତ ଗଣ୍ଠି ଥିବା ସ୍ଥାନରେ ଗୋଟେ ଫାଶ ପକେଇ ଦିଅନ୍ତୁ। ଏବେ ଦ୍ୱିତୀୟ ଉପାୟଟି ଆସନ୍ତୁ ଶିଖିବା। ଜେଜେମାଙ୍କ ଅନୁସାରେ ଏହି ଫାଶକୁ ବାଘୁଆ ଫାଶ କୁହାଯାଏ। ଏହିପରି ପ୍ରଥମେ ମୋଡ଼ି ଦେବେ। ଦ୍ୱିତୀୟରେ ମୋଡ଼ିଲା ବେଳକୁ ଥରେ ବୁଲେଇ କରି ତାହା ଉପରେ ରଖିବେ। ଟିକେ ମୋଟା ହାତ ହୋଇଥିଲେ ବ୍ରତ ବୋଧହୁଏ ଛୋଟ ହୋଇପାରେ। ଏହି ଉପାୟ ଦୁଇଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟରେ ଜଣାଇବେ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓ ଭଲ ଲାଗିଛି, ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।